ଭାଙ୍ଗିଗଲା ପାକିସ୍ତାନର ସ୍ୱପ୍ନ। ସେମିଫାଇନାଲରୁ ପଡ଼ିଲା ବାଦ। ହାରିଲା ଶ୍ରୀଲଙ୍କା ନ୍ୟୁଜିଲାଣ୍ଡ ସେମିଫାଇନାଲରେ। ଦର୍ଶକ ବନ୍ଧୁ, ପାକିସ୍ତାନର ଖେଳ ଶେଷ କଲା ଶ୍ରୀଲଙ୍କା। ସେମିଫାଇନାଲରୁ ବାଦ ପଡ଼ିଲା। ନ୍ୟୁଜିଲାଣ୍ଡ କଲା ଏଣ୍ଟ୍ରି। ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଚାଲନ୍ତୁ ଅଧିକ ଖବର ଜାଣିବା। ପାକିସ୍ତାନ କ୍ରିକେଟ ଦଳ 2026 ଟି20 ବିଶ୍ୱକପ୍ରୁ ବାଦ ପଡ଼ିଛି। ସେମାନଙ୍କର ଶେଷ ସୁପର 8 ମ୍ୟାଚ୍ରେ ପାକିସ୍ତାନକୁ ଶ୍ରୀଲଙ୍କା ବିପକ୍ଷରେ ଏକ ନିଶ୍ଚିତ ବିଜୟ ଆବଶ୍ୟକ ଥିଲା। କିନ୍ତୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବାଦ ପଡ଼ିଥିବା ଆୟୋଜକ ଶ୍ରୀଲଙ୍କା ପାକିସ୍ତାନର ଆଶାକୁ ଧୂଳିସାତ କରିଦେଇଛି। ଶ୍ରୀଲଙ୍କା ହାତରେ ଏହି ପରାଜୟ ପାକିସ୍ତାନକୁ ସେମିଫାଇନାଲ ଦୌଡ଼ରୁ ବାଦ ଦେଇଛି। ନ୍ୟୁଜିଲାଣ୍ଡ ଏହାର ଲାଭ ଉଠାଇ ସେମିଫାଇନାଲରେ ପହଞ୍ଚି ଗ୍ରୁପ 2ରେ ଦ୍ୱିତୀୟ ଦଳ ହୋଇଛି। ଶ୍ରୀଲଙ୍କା ପାଲକେଲରେ ଅନୁଷ୍ଠିତ ସୁପର 8 ମ୍ୟାଚ୍ରେ ପାକିସ୍ତାନକୁ ଅତି କମ୍ରେ 65 ରନ୍ର ବିଜୟ ଆବଶ୍ୟକ ଥିଲା। ପ୍ରଥମେ ବ୍ୟାଟିଂ କରି ସଲମାନ ଆଗାଙ୍କ ଦଳ 20 ଓଭରରେ 8 ୱିକେଟ୍ ହରାଇ 212 ରନ୍ର ଏକ ବିଶାଳ ସ୍କୋର କରିଥିଲା। ଏହି ସ୍କୋର ପରେ ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିବା ଏବଂ ନ୍ୟୁଜିଲାଣ୍ଡ ତୁଳନାରେ ରନ୍ ରେଟ୍ ଉନ୍ନତ କରିବା ପାଇଁ ପାକିସ୍ତାନ ଶ୍ରୀଲଙ୍କାକୁ 147 ରନ୍ରେ ସୀମିତ ରଖିବା ଥିଲା। କିନ୍ତୁ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନମାନେ ସେମାନଙ୍କ ଆଶାକୁ ଧୂଳିସାତ କରିଥିଲେ। ଟସ୍ ହାରି ବ୍ୟାଟିଂ କରିଥିଲା ପାକିସ୍ତାନ। ପାକିସ୍ତାନର ସାହିବଜାଦା ଫାରାନ 60 ବଲ୍ରେ 100 ରନ୍, ଯେଉଁଥିରେ ଥିଲା 9ଟି ଚୌକା 5ଟି ଛକା ଓ ଫଖର ଜାମାନ 42 ବଲ୍ରେ 84 ରନ୍, 9ଟି ଚୌକା 4ଟି ଛକା ମାରିଥିଲେ ଏବଂ ଆଉ ଅନ୍ୟ 8ଟି ବ୍ୟାଟ୍ସମ୍ୟାନ ପାକିସ୍ତାନର 2 ଅଙ୍କ ଛୁଇଁ ପାରିନଥିଲେ। କିଏ 2, 7, 4, 8 ଏହିଭଳି ଅନ୍ୟ 8 ବ୍ୟାଟ୍ସମ୍ୟାନ କରିଥିଲେ। ପାକିସ୍ତାନ ବ୍ୟାଟିଂ କରି 20 ଓଭରରେ 8 ୱିକେଟ୍ ହରାଇ 212 ରନ୍ କରିଥିଲା। କିନ୍ତୁ ସବୁଠୁ ବଡ଼ କଥା ହେଲା ଶ୍ରୀଲଙ୍କା ବୋଲିଂ କରି ଶେଷ 3 ଓଭରରେ ପାକିସ୍ତାନର 5ଟି ୱିକେଟ୍ ନେଇଥିଲେ, ଯାହାଫଳରେ କି ପାକିସ୍ତାନ ଏକ ବଡ଼ ଲକ୍ଷ୍ୟ ବା ବଡ଼ ରନ୍ରୁ ଓହରି ଯାଇଥିଲା। ଶ୍ରୀଲଙ୍କା ବ୍ୟାଟିଂ କରି ପ୍ରଥମ ନିଶାଙ୍କା 7 ବଲ୍ରେ 3 ରନ୍ ଆଉଟ୍ ହୋଇଥିଲେ। ପରେ ପରେ କାମିଲ ମାସ୍ରା 26, ଚାରିଥା ଆଲାଙ୍କା 25 ଓ ପବନ ରାଥିଏଙ୍କେ 58 ରନ୍ କରିଥିଲେ। ଶେଷରେ ଦସୁନ ସାନାଙ୍କା 31 ବଲ୍ରେ ଧୂଆଁଧାର 76 ରନ୍ କରିଥିଲେ, ଯେଉଁଥିରେ ଥିଲା 8ଟି ଛକା, ଯାହାଫଳରେ କି ଶ୍ରୀଲଙ୍କା ରନ୍ର ପାଖାପାଖି ପହଞ୍ଚିଲେ ବି ମାତ୍ର 5 ରନ୍ରେ ପରାସ୍ତ କରିଥିଲା। ଶ୍ରୀଲଙ୍କା 20 ଓଭରରେ 6 ୱିକେଟ୍ ହରାଇ 207 ରନ୍ କରିଥିଲା ଏବଂ ଏହି ମ୍ୟାଚ୍କୁ ପରାଜୟ କରିଥିଲା। ପାକିସ୍ତାନ ଏହି ମ୍ୟାଚ୍କୁ ବିଜୟ ପରେ ବି ସେମିଫାଇନାଲରୁ ବାହାରି ଯାଇଥିଲା। କାହିଁକି ନା ପାକିସ୍ତାନ ଯଦି ଶ୍ରୀଲଙ୍କାକୁ 64 ରନ୍ ପୂର୍ବରୁ ହରାଇଥାନ୍ତା, ତାହେଲେ ନ୍ୟୁଜିଲାଣ୍ଡକୁ ଅଟକାଇ ଉପରକୁ ଯାଇଥାନ୍ତା ପାକିସ୍ତାନ ଏବଂ ପାକିସ୍ତାନ ହୋଇଥାନ୍ତା ସେମିଫାଇନାଲକୁ। କିନ୍ତୁ ଏହା ହେଲା ନାହିଁ।